ହେଲା କି ଗୁଣପୁର ହେଲା ଆଉ ଆନ୍ଧ୍ର ଶ୍ରୀକାକୁଲମ ବେଲ୍ଟ ହେଲା ଲାଗିଛି ଯୋଉଟା ଏଟା ହଉଛି ଇଥନିକାଲି ଟ୍ରାଇବାଲ ଇଥନିକ ଗ୍ରୁପ ର ଏରିଆଟା ହେଲା। ତାପରେ ସେ ବଡ ବଡ ଇଏ ହେଲା ଲାଙ୍ଗୁଏଜ ୱାଇଜ ଷ୍ଟେଟ କ୍ରିଏସନ ହେଲା ଇଏ ହେଲା ସେ ହେଲା ସେ ହେଲା ଏଟା କିନ୍ତୁ ଏଇଟା ହଉଛି ଇଥନିକ ଏରିଆଟା ଇଥନିକ ଏରିଆ ଭିତରେ ସେଠି ଯୋଉମାନେ ଥିଲେ ଦିଟା ଥିଲେ ହିଷ୍ଟ୍ରି ଯେତିକି ବର୍ତ୍ତମାନ ଲେଖା ହଉଛି ଆଣ୍ଟିବାୟୋଟିକ କଳିଙ୍ଗ ହିଷ୍ଟ୍ରି ହ୍ୟାଲୋ ଏସବୁ ଟ୍ରାଇବାଲ ହିଷ୍ଟ୍ରି ଟ୍ରାଇବାଲ ବୋଲି କହିବା ପାଇଁ ନାହିଁ ଇଏ ମାନେ ଗଞ୍ଜାମ ଦି ଜଣକୁ ଧନ୍ୟବାଦ ଦବା ନିଶ୍ଚିତ ଭାବରେ ଗୋଟେ ଇତିହାସ ତିଆରି କରିଦେଲେ ବେଣୀମାଧବ ପାଢୀ ତାପରେ ଭରତ ପଣ୍ଡା ଆଗେ ଦି ଜଣ ହିଁ ରିକଗ୍ନାଇଜ କରିଛନ୍ତି ଗଜପତିକୁ ତାପରେ ପାଳାଖୁଣ୍ଡ ହେଲେ ଆମର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନାଇଁ ଯୋଉ ପାଳାଖୁଣ୍ଡି ଆମର ରାଜଗୁରୁ ସତ୍ୟନାରାୟଣ ରାଜଗୁରୁ ଇଏ ତିନି ଜଣ ହିଁ ଆମକୁ ଇତିହାସ ଦେଲେ ଗଞ୍ଜାମର ହେଲା ଯଦିବା ଓଡିଶା ପାଇଁ ଦେଇଛନ୍ତି କିନ୍ତୁ ଗଞ୍ଜାମ ପାଇଁ ବୋଲି ଏମାନଙ୍କ ଅବଦାନ ବହୁତ ବଡ ଅନ୍ୟ ରେଫରେନ୍ସ ମିଳିବନି ସବୁ ଦେଖିଛନ୍ତି ସବୁ କରିଛନ୍ତି କିନ୍ତୁ ଯେତିକି ଯେତେବେଳେ ରଜାମାନେ ଥିଲେ ଏସବୁ ଟ୍ରାଇବାଲ କିଙ୍ଗ ଟ୍ରାଇବାଲ ସୋରା କିଙ୍ଗ ଗୁଡାକ ତେଣୁ ଯେତେ ଥିଲେ ଛୋଟ ଛୋଟ ଭିଲେଜ ଗୁଡା ଅଛି ସବୁ ଭିଲେଜ ଗୋଟେ ଭିଲେଜ ହେad ରହିଲେ ଗମାଙ୍ଗ ବୋଲି କହୁ ତାପରେ ସୋଳା ଗମାଙ୍ଗ ବୋଲେ ସୋଳା ଭାଷାରେ ସୋଳା ଗମାଙ୍ଗ ବୋଲେ ବଡ ଗମାଙ୍ଗ ଏବେ ଚୋର ଗଙ୍ଗ ସାଂସ୍କ୍ରାଇଜ ହେଇଗଲା ନା ସାଂସ୍କ୍ରାଇଜ କରିଦେଲେ ଜଙ୍ଗଲୀ ଇଏ ଶୈଳ ମାନେ ଶିଳାରେ ଉଦ୍ଭବ ମାନେ ଗୁମ୍ଫାରେ ଯିଏ ଜନ୍ମ ହେଲା ହେଲା ଶୈଳ ତାପରେ ଯେତିକି ଅଛି ଭଞ୍ଜ ଯେତିକି ଅଛି ସବୁ ଟ୍ରାଇବାଲ କିଙ୍ଗ ନା ସବୁ ଟ୍ରାଇବାଲ କ୍ଲେନ୍ ୱାଇଜ କ୍ଲେନ୍ ନେଇକି ହେଲେ କିନ୍ତୁ ସବୁଠୁ ଟପ୍ ନେଇକି ଗଲା 4th ସେଞ୍ଚୁରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ହେଲା 4th ସେଞ୍ଚୁରୀ ଏଠିରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ସ୍ଥିତି ହେଇଛି ସବୁ ଲେଖୁଛନ୍ତି ହେଲା ଖାଲି ଇଏ ମାନେ ତିନି କ'ଣ କରିଦେଲେ ଇତିହାସ ଭିତରେ ଯାହାକୁ ଅନ୍ୟମାନେ ଆଭଏଡ୍ କରୁଛନ୍ତି ବର୍ତ୍ତମାନ ଆଭଏଡ୍ କରିକି ଆସୁଛନ୍ତି ହେଲା ତାଙ୍କେ ତିନି ଜଣ ହିଁ ଆଇଡେଣ୍ଟିଫାଇ କଲେ ଶବର ବୋଲି ହେଲା ଜଗନ୍ନାଥ କଲ୍ଠୁ ଆରମ୍ଭ କରି ଯେତିକି ଆସିଲା ଶବର ବୋଲି କହିଲେ ସେତିକି କହି ରହିଲେ ତା ହିଷ୍ଟ୍ରିକାଲ ଫ୍ୟାକ୍ଟରେ ବଡ ଗମାଙ୍ଗ ହଉଛି ସୋଳା ଗମାଙ୍ଗ ଆମର ସୋଳା ଭାଷାରେ ସୋଳା ମାନେ ବଡ ହେଲେ ଏ ଟୋଟାଲ ହେଲା ସେଠି ଇଏ ଥିଲା ସେ ସୁନା ପଳେଇଲା ଏଗୁଡାକ ମିଥିକାଲ ସେଗୁଡା କିଛି ଅର୍ଥ ତାର ନାହିଁ ମିଥିକାଲ ସେ ଲେଖିଲା ଏମାନେ କ'ଣ କରିଛନ୍ତି ବର୍ତ୍ତମାନ ଯେତିକି ମୋ ପାଖରେ ଆପଣ ଜାଣିନାହାନ୍ତି ମୋ ପାଇଁ ଯେତିକି ବହି ଅଛି କଲେକ୍ସନ ଅଫ୍ ବୁକ୍ସ ପ୍ରାୟ ମୋର ଦେନ୍ 3000 ବହି ମୁଁ କଲେକ୍ସନ କରିଛି ଇନକ୍ଲୁଡିଂ ମାନେ 73 ରୁ 73 ଯେତେ ବୁକ୍ ଏକ୍ଜିବିସନ ହେଲା ୱାର୍ଲଡ ବୁକ୍ ଏକ୍ଜିବିସନ ସେଠୁ ମୁଁ ବର୍ତ୍ତମାନ କିଣୁଛି ଇନକ୍ଲୁଡିଂ କାଲି ପର୍ଯ୍ୟନ୍ତ ମୁଁ ବହି ରଖିଛି ସେତିକି ବହି ଭିତରେ ଗୋଟେ ରିସର୍ଚ୍ଚ କରିବାକୁ ଚାହିଁବି ଟୋଟାଲ ତାର ଯୋଉ ସବଜେକ୍ଟ ଚାହିଁଲେ ହେଇପାରିବ ମୁଁ କଲେକ୍ସନ କରୁଛି ବହି ମାନେ ଜାଣିବାକୁ ଚାହୁଁଛି କିନ୍ତୁ ପ୍ରତ୍ୟେକ ବହିରେ ଯେତେ ଦେଖୁଛି ମୁଁ ଏ ତିନି ଜଣଙ୍କୁ ଛାଡ଼ିଦେଲେ ହେଲା ଅନ୍ୟମାନେ ଯେତେ ଲେଖୁଛନ୍ତି ଯେତେ କରୁଛନ୍ତି ଏମାନେ ବହିର ପେଜକୁ ରିଫର କରୁଛନ୍ତି କିନ୍ତୁ ମୋର ଖୋଜିବା ହଉଛି ମୁଁ ରିସର୍ଚ୍ଚ କରୁଛି ରିସର୍ଚ୍ଚ କରୁନି ମୁଁ ସର୍ଚ୍ଚ କରୁଛି ରିସର୍ଚ୍ଚ କରିବା ଭିତରେ ଡିଫରେନ୍ସ ଅଛି ରିସର୍ଚ୍ଚ ଆଗେନ୍ ସର୍ଚ୍ଚ କରି ରିସର୍ଚ୍ଚ ହେଲା ସର୍ଚ୍ଚଟା ହଉଛି ଅରିଜିନାଲ ହେଲେ କ'ଣ ତମେ ସର୍ଚ୍ଚ କରିବ ପ୍ଲେସ୍ ପର୍ସନ୍ ପର୍ପଜ ହେଲା କୋଉ ପ୍ଲେସ୍ ଗଲ କୋଉ ପର୍ସନ୍ ସହିତ କୋଉ ପର୍ପଜ କ'ଣ ଥିଲା ଏଥିରେ ଯୋଉ ନୂତନ ତଥ୍ୟ ମିଳିବ ହେଲା ଏଟା ଲେଖିବା ପାଇଁ ଟିକେ ଅସୁବିଧା ହଉଛି ମାନେ ମଧ୍ୟ ବହିଟା ଇଏ କରୁଛି ସେ କରୁଛନ୍ତି ହେଲେ ଏ ଭିତରେ ଡିଫରେନ୍ସ ରହିବା ପାଇଁ ଠିକ ଅଛି କିନ୍ତୁ ମେନ୍ କଥା ହେଲା ଗୋଟିଏ ଶବ୍ଦକୁ ସାଂସ୍କ୍ରାଇଜ କରିଦେଲେ ଅସୁବିଧା ହେଇଯିବ ହେଲା ଯେମିତି ଓଡ଼ିଆ ଶବ୍ଦ ଇଂଲିଶ କଲେ ଯେମିତି ସେ ଟାଇପ୍ର ଲେଖିଛନ୍ତି ବହି ଗୁଡ଼ାକ ଲେଖିଛି ସବୁ ଲେଖିଛି କିନ୍ତୁ ଖୋଜୁଛି ମୁଁ ଯେତିକି ଖୋଜୁଛି ହେଲା ତଥ୍ୟ ଗୁଡାକ ପେଜେସ୍ ବୁକ୍ ଉପରେ ଯାଉଛନ୍ତି କିନ୍ତୁ ପ୍ଲେସ୍ ପର୍ସନ୍ ପର୍ପଜ ଯାଇପାରୁଛନ୍ତି ପ୍ଲେସ୍ ପର୍ସନ୍ ପର୍ପଜ ଯିବ ଯେମିତି କହିଲା ଆପଣ ଯୋଉ କହୁଛନ୍ତି ପ୍ରେସ୍ ମୁଁ କହିଲି ଦେଖନ୍ତୁ ଆପଣ ବହି ଯାହା ଲେଖିଛନ୍ତି ଆପଣ ଆମେ ଲେଖିନୁ ହେଲା ଆପଣ ମାନଙ୍କୁ ବହି ଆପଣଙ୍କ ଲେଖାକୁ ଆମେ ଡିପେଣ୍ଡ କରୁଛୁ ଆମେ ଯୋଉଟା କହିବୁ ବିଶ୍ୱାସ କରିବେ ନା ହେଇଯିବ କ'ଣ ଆରେ ଜଗନ୍ନାଥ କଲଟା ଆସିଲେ କୋଉଠୁ ମାନେ ବୁଝିପାରୁନି ଜଗନ୍ନାଥ କଲଟା ଆସିଲେ ଯଦି ସାଉଥରୁ ଆସିଲା ମାଧବ କଲଟା ଆସିଲେ କୋଉଠି ଉତ୍ତରରୁ ଜଗନ୍ନାଥ ମାଧବ କେମିତି ହେଲେ ମାଧବ ଜଗନ୍ନାଥ କେମିତି ହେଲେ ମୁଁ କହିଲି କି ଆଶ୍ଚର୍ଯ୍ୟ କଥା ଗୁଡାକ ତ ମାଧବ କଲଟା ଅଲଗା ଜଗନ୍ନାଥ କଲଟା ଅଲଗା
ଜଗନ୍ନାଥ କଲେକ୍ଟରକୁ ଇଏ 3 ଜଣ ହିଁ ଦେଇଛନ୍ତି ଜଗନ୍ନାଥ କଲେକ୍ଟରକୁ ଦକ୍ଷିଣ ଓଡିଶାର ଏଇ ଅଞ୍ଚଳଟାକୁ ନେଇକି ଜଗନ୍ନାଥ କଲେକ୍ଟର ଆସିବ ବୋଲି। ହେଲେ ଅନ୍ୟମାନେ କହୁଛନ୍ତି ମାଧବ କଲେକ୍ଟର ଜଗନ୍ନାଥ କଲେକ୍ଟର କନଫ୍ୟୁଜ କାହିଁ କରୁଛୁ? ଏଗୁଡାକ କଣ ମାନେ 15 ବର୍ଷ ତଳେ ଗୋଟେ ରିସର୍ଚ୍ଚ ପାଇଁ କନଫରେନ୍ସ କରିଥିଲି ପୁରୀରେ। ସେଠି ପୁରୀ ହେଲା ସବୁ ଡାକିଲି ସବୁ ଡାକିକି କନଫରେନ୍ସ କଲା ପରେ ଇଣ୍ଟରେଷ୍ଟିଂ ଅଛି। ମୁଁ ଦେଖନ୍ତୁ ମୁଁ କିଛି ମୁଁ ଜାଣିବାକୁ ଚାହୁଁନି, ମୁଁ ଜାଣିଛି ଏତିକି ତଥ୍ୟ ଭିତରେ ଡିଫରେନ୍ସ ମତେ ବୁଝାଦିଅ ନିଶ୍ଚିତ। ହେଲେ ତଥ୍ୟ ଉପରେ ତତ୍ତ୍ୱ ଉପରେ ନାହିଁ, ତତ୍ତ୍ୱରେ ଯେକୌଣସି ଚିନ୍ତା তুমি କରିପାରିବ, ତଥ୍ୟ ଉପରେ କରିପାରିବନି। ସେ ଆର୍କୋଲୋଜିକାଲ ହେଇଗଲା। ଆର୍କୋଲୋଜିକାଲ ବାଉଣ୍ଡରୀ ମୁଁ କହିଲି ଆର୍କୋଲୋଜିକାଲ ଏଭିଡେନ୍ସ ଅଫ ଲର୍ଡ ଜଗନ୍ନାଥ ଆଉ ଜଗନ୍ନାଥ ଟେମ୍ପଲ ୟା ପରେ ମତେ କୁହ କରିପାରିଲେ କି? କରିପାରିଲେନି ନା? କଥା ସେ ତଥ୍ୟ ଉପରେ ନେଇ ତତ୍ତ୍ୱ ଯାଉଛନ୍ତି। ତତ୍ତ୍ୱ ମୁଁ ଦରକାର ନାହିଁ, ତଥ୍ୟ ମୋ ଦରକାର। ହେଲେ ତଥ୍ୟ ତ ଅସୁବିଧା ହଉଛି ମାନେ ସେମାନେ ବୁଝିପାରୁନାହାନ୍ତି ତଥ୍ୟ କୋଉଟା ତତ୍ତ୍ୱ କୋଉଟା କଥା କହୁଛି। ସେ ଯେମିତି ଏଇଗୁଡା ସେରକମ, କିନ୍ତୁ ଏଇଗୁଡା ଏଇ ଯୋଉ ମିଥିକାଲ ଷ୍ଟୋରିଟାକୁ ମିଥିକାଲ ସବଜେକ୍ଟ ନେଇକି କଲେ ତ ବହୁତ ବାହାରିବ। ସେଠି କିଛି ନାହିଁ। ତଥ୍ୟ ଉପରେ ଯେକୌଣସି କରିବ, ତଥ୍ୟ ଉପରେ କରିପାରିବନି ହେଲା। ଏଇଟା ହଉଛି ଯୋଉଟା ଆପଣ କହୁଛନ୍ତି ତଥ୍ୟ ବି ନୁହେଁ, ତତ୍ତ୍ୱ ବି ନୁହେଁ। ହ୍ୟାଲୋ ଆପଣ ଯୋଉଟା କହିଲେ ତଥ୍ୟ ବି ନୁହେଁ, ତତ୍ତ୍ୱ ବି ନୁହେଁ। ଦିଟା ଭିତରେ ଆସୁନା ସେଇଟା ଆସୁଛି କୋଉଟା? ଆସୁଛି ତମ କଳ୍ପନା ଭିତରେ କଳ୍ପନା। ଏଇଟା ମାନେ ସେମିତି ଇତିହାସକୁ ସେମିତି ଉଚିତ ହବନି। ଯେମିତି ଆମେ ଗଞ୍ଜାମ ଅଛୁ, ଗଞ୍ଜାମ ପାଠ ପଢୁଛୁ, କୋରାପୁଟ ଗଞ୍ଜାମ ମିଶିକି ପାଠ ପଢୁ ସବୁ କରୁଥିଲୁ। ଏତେବେଳେ ପର୍ଯ୍ୟନ୍ତ ଡିଷ୍ଟିଂଗୁଇଶ କରିପାରିଲେ ଇନଷ୍ଟ୍ରୁମେଣ୍ଟ ଭିତରେ ହେଲା। ବଟ୍ ଇଣ୍ଟରେଷ୍ଟିଂ ଗୋଟେ କାଲି ଖୋଜୁ ଖୋଜୁ ବହି ମିଳିଲା, ସେ ହଉଛି ଗୋଟେ ବହି ପାଇଲି ଉତ୍କଳ ପ୍ରସଙ୍ଗ 2019 ଦେଖିଲି। ଆଉ ଗୋଟିଏ କଥାଟି ମୁଁ ଡାଉଟ କ୍ଲିୟର କରିବାକୁ ଚାହୁଁଛି ସାର୍। ଆମର ଯୋଉ ସୌରା ଲାଙ୍ଗୁଏଜ ଟା ଯୋଉ ଆମର ଅଛି ମଙ୍ଗାଇ ଗମାଙ୍ଗ ବାହାର କରିଛନ୍ତି ଯୋଉ ଲେଖା ହେଲା, ମୁଁ ଆଉ ଗୋଟେ ଜାଗାରେ ଦେଖିଲି ଯେ ତାଙ୍କର ଶ୍ୱଶୁର ବାହାର କରିଛନ୍ତି ବୋଲି ସେଟା ଲେଖା ହେଇଥିଲା। ଇଏ ଖାଲି ଆରେ ଶ୍ୱଶୁର ବାହାର ମୋ ଘର ପା ଜନ୍ମ ଅକ୍ଷର। ଆଜ୍ଞା ମୋ ଘରେ ଜନ୍ମ। ଆଜ୍ଞା ମାନେ ସେ ଯୋଉ ସ୍କ୍ରିପ୍ଟ ଯୋଉ ଇନଭେଣ୍ଟ କଲେ ନା ଯୋଉଛନ୍ତି ମାଳିଆ ଗମାଙ୍ଗ। ହ୍ୟାଲୋ ମାଳିଆ ଗମାଙ୍ଗ ନା? ମାଳିଆ ଗମାଙ୍ଗ ହଉଛି ମୋର ଜେଜିବାପା। ଆଜ୍ଞା ସାର୍ ହେଲା। ମାଳିଆ ଗମାଙ୍ଗ ହଉଛି ମାଙ୍ଗିଆ ଗମାଙ୍ଗ ଶ୍ୱଶୁର। ବୁଝିଲେ ତ? ଇଏ ତ ଚାକିରି କରୁଥିଲେ କଟକରେ। ଚାକିରି ଛାଡିକି ଆସିଲା ପରେ ସବୁ ହେଲା ଇନଭେଣ୍ଟ ହେଲା। କେବେ ଆସିଲା ମାଳିଆ ଗମାଙ୍ଗ? ସେଟା ହଉଛି 1931 ଯେତେବେଳେ ଇଏ ମାନେ ଆସିଲେ କୋଉମାନେ 31 ଆସିଲେ ଆମର ଖ୍ରୀଷ୍ଟିଆନ ମିଶନାରୀ ଆସିଲେ ଭିତରକୁ ହେଲା। ଗୁମା ଗଜବ ଏ ଭିତରେ ପ୍ରଥମେ ଆସିଲେ ନା ହେଲା। ସେତେବେଳେ ଜଣେ ବ୍ୟକ୍ତି ମାନେ ଅଦ୍ଭୁତ ସେ ଗୋଟେ ଇତିହାସ ରହିଗଲେ ସେମାନେ। ସେ ହଉଛି ଗିରିଗୁରୁ ସୀତାପତି ହେଲା କି ନହେଲେ ଗିରିଗୁରୁ ସୀତାପତି। ଗିରିଗୁରୁ ସୀତାପତି ପାଞ୍ଚଲ ହଉଛି କଳାଖଣ୍ଡ, ଯିଏକି ଇଂଲିଶରେ ଲେଖିଲେ ବହି, ଇଂଲିଶରୁ ସୋରାରୁ ଇଂଲିଶ ଡିକ୍ସନାରୀ ପ୍ଲସ୍ ଗ୍ରାମାର। ये ତିନୋଟି ବହି ସୃଷ୍ଟି କରିଥିଲେ ବ୍ରିଟିଶରେ ହେଲା। ମାନେ ଅଦ୍ଭୁତ ସେ ବହି ଗୁଡାକ ଅନ୍ୟ ପାଖରେ ମଠ ସବୁ ଅଛି। ସେଠି ମୁଁ ଦେଖିଲି ମାଳିଆ ଗମାଙ୍ଗ କରିଥିଲେ। ଯେହେତୁ ଆମର ବୋର୍ଡର ଏରିଆ ଆସିଲା ସେଠି, ଯେତେବେଳେ ଗିରିଗୁରୁ ସୀତାପତି କହିଲେ କାହାକୁ ଖ୍ରୀଷ୍ଟିଆନ ଫାଦରମାନଙ୍କୁ କହିଲେ କି ତମେ ସୋରା ଭାଷାରେ ଜଣେ କି ବାଇବେଲ ଲେଖିବ, ତମେ ସ୍କ୍ରିପ୍ଟ ନୂଆ ସ୍କ୍ରିପ୍ଟ ଅଛି ଏଇଟାକୁ ନିଅ। ସେ ସ୍କ୍ରିପ୍ଟ ମୁଁ ଖୋଜୁଛି ବୋଧେ ସୀତାପତି ସ୍କ୍ରିପ୍ଟ ଅଲଗା ଥିଲା କି ଆମ ସ୍କ୍ରିପ୍ଟ ଅଲଗା ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଇତିହାସ ଭିତରକୁ ମୁଁ ଖୋଜୁଛି, ଏରିଆ ଭିତରେ ଆସିଗଲା। କିନ୍ତୁ ହିଷ୍ଟ୍ରିକାଲ ଫ୍ୟାକ୍ଟ ଉପରେ ମୁଁ ଦେଖୁଛି ସେ ମୋ ସାଙ୍ଗ ଯୋଉ କଳାଖଣ୍ଡ ତାକୁ ପଚାରୁଛି ସ୍କ୍ରିପ୍ଟ ଥିବ, କିନ୍ତୁ ଯାହା ଜଣା ପଡୁଛି ବୋଧେ ଏ ସ୍କ୍ରିପ୍ଟ ହିଁ ନେଇକି ଯେତେବେଳେ କହିଲେ ନାଇଁ ଏଇଟା ରୋମାନ ସ୍କ୍ରିପ୍ଟ ହେଲେ ସମସ୍ତେ ପଢିବେ, ଏଟାରେ ଅସୁବିଧା ହବ କରିକି ଯେତେବେଳେ ହେଲା ସେଇ ଇଏକୁ ଡେଭଲପ କରି 1936ରେ ସେପାରେଟ ଷ୍ଟେଟ ଆସିଲା। ସେତେବେଳେ ଏମାନେ ଅକ୍ଷରଟାକୁ ନେଇକି ଲାଙ୍ଗୁଏଜଟାକୁ ଡେଭଲପ କଲେ। ସେତେବେଳେ ମାଳିଆ ଗମାଙ୍ଗ କରିଥିଲେ। ସେ ଆସିକି ତାଙ୍କ ଜୁଇଁ ହେଇକି ଆସିଲା ପରେ ସେ ଗୁରୁ ହେଇକି ବହୁତ କରିଛନ୍ତି। କିନ୍ତୁ ମାଳିଆ ଗମାଙ୍ଗ ଏମାନେ କହୁନାହାନ୍ତି, ଏମାନେ କହିବେନି। କାହିଁକି କହିବେନି? ପୂଜା କିନ୍ତୁ ଦି ଜଣ କରୁଛନ୍ତି। ଆମର ବାସରବନ୍ଧର କରୁଛୁ ଆମେ 2 ଜଣ ପୂଜା କରୁଛନ୍ତି, କିନ୍ତୁ ଏମାନେ କହିଲେ ଆମେ ମାଳିଆ ଗମାଙ୍ଗ କରିନି, ଆମେ କରୁଛୁ ସେଥିରେ ମୋର କିଛି କହିବାର ନାହିଁ। କିନ୍ତୁ ମୋ କଥା ହଉଛି
ଯେ ଗୋଟେ ସ୍କ୍ରିପ୍ଟ ଇନଭେଣ୍ଟ ଯେତେବେଳେ ହେଲା ଶବ୍ଦକୁ ନେଇକି ଅକ୍ଷର ହେଲା ଅକ୍ଷର ଗୋଟେ ସ୍କ୍ରିପ୍ଟ ଉପରେ ଆସିଲା ସ୍କ୍ରିପ୍ଟ ଆର୍ଟିଫାକ୍ଟ ଆସିଲା ଏଗୁଡ଼ା ହେଇ ଏ ଚିନ୍ତନ ସେ ଗୋଟେ ଜଙ୍ଗଲ ଅଛି ଆମ ଗାଁ ପାଖରେ ପଥର ପାହାଡ ବିଚିତ୍ର ବିଚିତ୍ର ପାହାଡ ଯୋଉଠି ଏମାନେ ଇନଭେଣ୍ଟ କରିଛନ୍ତି ଯାଉଛି ଏମାନେ ଯେ ଯାହାକୁ ପଚାରିଲେ କହିଲେ ଯେମିତି କହିଲେ କହିଲେ ଏବେ ସୁନା ପଡ଼ିଲା ସୁନା ପଡ଼ିଲା ଛାଡ଼ି ପଳେଇଲେ ବୋଲି ଯେମିତି ମିଥିକାଲଟାକୁ ହିଷ୍ଟ୍ରି ହଉନି ନା ଜୋଗ୍ରାଫି ହଉଛି ନା ଇଥନିକ ହଉଛି ନା କୋଉଠୁ ବିଲଙ୍ଗ କରୁଛି ସେ ଯେମିତି ଏଇଟା ମୋର ସେମିତି ଯେ ଯାହା କହିଲା ଯିଏ କହିଲା ପରେ ମୁଁ କହିଲି ଆଜି ପର୍ଯ୍ୟନ୍ତ ମୁଁ ସ୍କ୍ରିପ୍ଟକୁ ନେଇକି ଡେଭଲପ କରି କେବେ 74ରୁ ଆରମ୍ଭ କରିଛି ସେଠୁ ଲେଖି କରିକି ଗୋଟେ ହେଇଗଲା ସାନ୍ତାଳ ହେଇଗଲା ଏଇଟା ଭର୍ତ୍ତି କରିଯିବାକୁ କିନ୍ତୁ ଏମିତି ସ୍କ୍ରିପ୍ଟ ଯଦି 700 ଟ୍ରାଇବାଲ ସ୍କ୍ରିପ୍ଟ ଲାଙ୍ଗୁଏଜ ଭାରତ ଭିତରେ ଅଛି 700 ସେ ଭିତରେ ମାତ୍ର 2ଟି ହିଁ ବାହାରିଥିଲା ପ୍ରଥମେ ସାନ୍ତାଳ ଅଶୋକ ହେଲା ରିଟର୍ନ ଲାଙ୍ଗୁଏଜ ହେଲା ତାପରେ ଗୁଡାଏ ଅଛି ସମୟ ଲାଗିବ କିନ୍ତୁ ଏନିୱେ ଏଇଟା ହଉଛି ହିଷ୍ଟ୍ରିକାଲ ଫ୍ୟାକ୍ଟ ହଉଛି ଯେ ଇନଭେଣ୍ଟ କରିଛି ମାଳିଆଗୋମାଙ୍କ ସ୍କ୍ରିପ୍ଟକୁ ହେଲା ଏବଂ ପ୍ରଚାରକ ପ୍ରଚାର କରୁଛନ୍ତି ଟିକେ ମାଳିଆଗୋମାଙ୍କ ଅକ୍ଷର ସୃଷ୍ଟି କଲେ ହ୍ୟାଲୋ ସେ ହଉଛି ଡିବିଡି ମୋ ଗାଁରେ ମୋ ଘର ହେଲା ସେ ହଉଛି ମୋର ଜେଜେବାପା ଇଏ ତା ଶ୍ୱଶୁର ଯୋଉ ହେଲା ମାଳିଆଗୋମା ଶ୍ୱଶୁର ହେଲା ମଙ୍ଗାଇଗୋମାର ଚାକିରି ଛାଡ଼ିକି ଆସିକି ପ୍ରଚାର କରି ଗଲେ ତାପରେ ଇଏ ପ୍ରଚାର କରିନି ଆମ ଜେଜେବାପା ସେତେବେଳେ ସେ ଝାଲା ରହିଲା ପ୍ରେରଣ କେତେବେଳେ ଅଛି ମୋ ପାଖରେ ଅଛି ମୋର କିନ୍ତୁ ଏଠି ମୁଁ କହିବି 1936 କାହିଁକି ହେଲା ଯେତେବେଳେ ଲାଙ୍ଗୁଏଜ ୱାଇଜ୍ ଷ୍ଟେଟ୍ ଡିକ୍ଲେୟାର କରିବାକୁ ଚାହିଁଲେ ସେତେବେଳେ ଇଏ ଟ୍ରାଇବାଲ ଲାଙ୍ଗୁଏଜ ଭିତରେ ଗଞ୍ଜାମ ଗଜପତି ମିଶିକି ଯୋଉ ସୋର ବେଲ୍ଟ ଅଛି ମୋତେ ସେମାନେ ଚାହିଁଥିଲେ ଲାଙ୍ଗୁଏଜ ୱାଇଜ୍ ତୁମେ ନେବ ଆମକୁ କାହିଁ ଦେବନି ହେଲା ସେ ହଉଛି ଏଣ୍ଟାୟାର ଗଞ୍ଜାମ କୋରାପୁଟ ଭିତରେ କିନ୍ତୁ ସେପାରେଟ ଷ୍ଟେଟ୍ ହିସାବରେ ଯେତେବେଳେ ହେଇଗଲା ଟ୍ରାଇବାଲ ମାନେ ଆନ୍ଧ୍ରରେ ଯେତିକି ଅଛନ୍ତି ଓଡ଼ିଶାରେ ସେତିକି ଅଛନ୍ତି ସେଇ ହିସାବରେ ଏମାନେ ଡିସ୍ପ୍ୟୁଟେବଲ ରହିକି ତାକୁ ଗୋଟେ ଏରିଆ ଭିତରେ ରହିଗଲେ ଲାଙ୍ଗୁଏଜ ଆଇଲାଣ୍ଡ ଅଫ୍ ଲାଙ୍ଗୁଏଜ ହେଇଗଲା ହେଲେ ଏନିୱେ ଯୋଉଟା ହଉଛି ଏମାନେ ତଥ୍ୟ ଦଉଛନ୍ତି ନା ରଙ୍ଗ ତଥ୍ୟ ଦଉଛନ୍ତି ଦେଇକିରି ଇଏ କରି କହୁଛନ୍ତି ଯୋଉଟା କହୁଛୁ ତାର ହିଷ୍ଟ୍ରିକାଲ ଫ୍ୟାକ୍ଟ ହଉଛି ଯେ ଏତେ ବଡ ପ୍ରାଉଡନେସ୍ ଆମର ଅଛି 700 ଟ୍ରାଇବାଲ ଲାଙ୍ଗୁଏଜ ଭିତରେ ଭାରତ ଭିତରେ ମାତ୍ର 2ଟି ଯଦି ଓଡ଼ିଶା ଭିତରେ ସ୍କ୍ରିପ୍ଟ ଇନଭେଣ୍ଟ କଲେ ହେଲା ସେ ହଉଛି ରଘୁନାଥ ମୁର୍ମୁ ଆଉ ମାଳିଆଗୋମାଙ୍କ ହେଲା ଶୁଣନ୍ତୁ ସେଟାକୁ ପ୍ରାଉଡନେସ୍ ନ ନେଇକିରି ୟାକୁ ତାକୁ ମାନେ ସାନ୍ତାଳୀ କେମିତି ପାଇଗଲେ ସାନ୍ତାଳୀ ସେତେବେଳେ ପାଇଲେ ଯେତେବେଳେ ସିଙ୍ଗଲ କରିକି ଗୋଟେ ପ୍ରଚାର କରିଗଲେ ମୋର ପ୍ରେସିଡେଣ୍ଟ ନେଲେ ପାର୍ଲାମେଣ୍ଟରେ କରିବା କଥା ଏମାନେ କରିପାରିଲେନି କାହିଁକି ଏମାନେ ଯୋଉ କନଫ୍ୟୁଜ କରିକି ପଛକୁ ରହିଲେ ମୁଁ କହିଲି ଯୋଉଟା କହୁଛୁ କର ମୁଁ କହିବାନି ଯାଉଛି କିନ୍ତୁ ଫ୍ୟାକ୍ଟ ଯେ ଇନଭେଣ୍ଟ ଯୋଉ ହେଲା ସେ ଗୋଟେ ପାହାଡ ଅଛି ଆମ ଗାଁ ପାଖରେ ହେଲା ପାହାଡ ମାନେ ପଥର ମଙ୍ଗାଇଗୋମାଙ୍କର ଗାଁରେ ଯୋଉ ପାହାଡଟାରେ ଅଛି ସେଇଟାରେ ତ ଅକ୍ଷର ବ୍ରହ୍ମଙ୍କ ମନ୍ଦିରଟା ଅଛି କୋଡା ଏ ଯୋଉ ଆମର ମର୍ଚିଗୁଡାରେ ଆରେ ଗୋଟେ ସ୍କ୍ରିପ୍ଟ ନେଇକି ରଖିଲେ ଏଠି କଲେ କିଛି ସେଠି ଗୁମ୍ଫା କୋଉଠି ଅଛି ଲେଖିଛି ଗୁମ୍ଫା ଅଛି ଏଇଟା ହିଷ୍ଟ୍ରି ଶୁଣନ୍ତୁ ଏଗୁଡା କଣ ଅଛି ହିଷ୍ଟ୍ରିକାଲ ଫ୍ୟାକ୍ଟ ଡିଫେକ୍ଟିଭ ଫ୍ୟାକ୍ଟ ଏଗୁଡାକ ଯଦି ଗୁମ୍ଫା ସେ ପାଖେ ନାହିଁ ଏଠି ମନ୍ଦିର ତିଆରି କଲା କିଏ ମାଳିଆଗୋମାଙ୍କୁ କହିଲା ପରେ ତାକୁ କହିଲା ଏଠି ମନ୍ଦିର କରିବୁ ଏଠି ପଥର ପାହାଡ ଯୋଉଟା ଅଛି ଆମ ଗାଁ ପାଖର ହେଲା ସେଠି ଜଗନ୍ନାଥଙ୍କର ପୁଅ ଅଛି ଇଏ ଅଛି ମାନେ ବିଚିତ୍ର ପଥର ସେମିତି ପଥର ଆଜି ପର୍ଯ୍ୟନ୍ତ ମୁଁ କୋଉଠି ମୁଁ ଦେଖିନି ଯେତିକି ପଥର ଉପରେ ରିସର୍ଚ୍ଚ କରୁଛି ହେଲା ଗୋଟେ ପଥରଟା ଅଛି ପଥର ପିକ୍ଟୋଗ୍ରାଫି ଆର୍ଟିଷ୍ଟିକ ଲେଟର ଭଳିଆ ଦେଖାଉଛି ତାକୁ ନେଇକି ଇନଭେଣ୍ଟ କରି ସେଠି କୋଉଠି ଅଛି ହେଲା ଏମାନେ ସେଠି ଆମେ କହିଲୁ ସେଠି କରିବା ତାପରେ କରିଗଲେ ତିଆରି କଲେ କିନ୍ତୁ ଯେତେବେଳେ ସେ ମୋର ମାମୁଁ ମାଳିଆଗୋମା ହଉଛି ମୋ ଜେଜେବାପା ହେଲା ଆଉ ମାଳିଆଗୋମା ହଉଛି ମୋର ମାମୁଁ ବୁଝୁଛନ୍ତି ତ ଅନ୍ୟମାନେ ଯୋଉମାନେ ଅଛନ୍ତି ସେମାନେ କିଛି ଅର୍ଥ ନାହିଁ ସେମାନେ କାହିଁକି ସେମାନେ ନିଜର ପବ୍ଲିସିଟି କରୁଛନ୍ତି ପବ୍ଲିସିଟି ମୋ ଜେଜେବାପା କରିପାରିଲାନି କିନ୍ତୁ ଇଏ ଶ୍ୱଶୁର ହିସାବରେ ଯଦି କାମ କଲା ଇଏ ଦୁଇ ହିସାବରେ ଇଏ ଗୁରୁ ହେଇକି ଆସିକି ସବୁ ପ୍ରଚାର କଲା ଆନ୍ଧ୍ର ଓଡ଼ିଶା କିନ୍ତୁ ତାଙ୍କର ଇଏ ବୋଧେ ଲିମିଟେଡ ଏରିଆ ଭିତରେ ଆନ୍ଧ୍ର ବେଶୀ ଗାଁ ହେଲା ଆଉ ଗଜପତି କି ଯାଇପାରିଲାନି ଗୁରୁପୁର ଅଞ୍ଚଳ ଭିତରେ 4-5ଟା ଗାଁ ରହିଛି ପବ୍ଲିକ କଲେ କାହିଁକି ଏମାନେ ଟିକେ ଅଲଗା ଟାଇପ୍ର ଆକ୍ଟିଭିଟି ନେବା ଫଳରେ ଲୋକେ ଏକ୍ସେପ୍ଟ କଲେନି ବର୍ତ୍ତମାନ ମୁଁ ସ୍ଲୋଲି ହାଇଟେକ୍ ୱେରେ ଗୀତରେ ନାଚରେ ଇଏ କରିକି ବର୍ତ୍ତମାନ ପ୍ରଚାର କରୁଛି ପ୍ରଚାର କରି ସେ ଗୋଟେ ଅଲଗା ଟାଇପ୍ର ପ୍ରଭାବ ଆସିବ କିନ୍ତୁ ହିଷ୍ଟ୍ରିକାଲ ଫ୍ୟାକ୍ଟ ହେଉଛି ହେଲା
ଏଠି ଯୋଉ ମନ୍ଦିର ଯୋଉ ତିଆରି ହେଇଛି ସେ ପୂଜା ପାଇଁ ମନ୍ଦିର ତିଆରି ହେଲା। ତାପରେ ଅନ୍ୟ ଗାଁରେ ମନ୍ଦିର ହେଇଛି ସେଠି ଅକ୍ଷର ବ୍ରହ୍ମ ଯୋଉ କହିଲୁ ସେ ଅକ୍ଷର ଯୋଉ ଲେଖା ହେଇଛି ଅକ୍ଷର ବ୍ରହ୍ମ କହିଲୁ ଅକ୍ଷର ବ୍ରହ୍ମ ବୁଝିଲା। ତାପରେ ତା ଲିପି ହେଲେ ମୁଁ କହିଲି ତମେ ଯୋଉ ଅକ୍ଷର ବ୍ରହ୍ମ କଲ ଲିପି କଲ ହେଲେ ଏଇ ଗୁପ୍ତ ଲିପି ହେଲା କେମିତି? ତମେ ମନ୍ଦିର ଭିତରେ ମନ୍ଦିର କେମିତି ହେଲା? ଛୋଟ ମନ୍ଦିର କରିଛ ମନ୍ଦିର ବଡ ମନ୍ଦିର କରିଛ ତାହେଲେ ତମେ ଅକ୍ଷର ଦେଖିପାରିବ ଗୁପ୍ତ ଅକ୍ଷର ମୁଁ କହିଲି ତମେ ପ୍ରଚାର କାହିଁ କରୁନ? ଇଏ ହିଷ୍ଟ୍ରି ବି ଜାଣିନାହାନ୍ତି ତାଙ୍କ ପୁଅମାନେ ଅଛନ୍ତି ଏମାନେ ଅଛନ୍ତି ମୋର ରିଲେସନ ଯୋଉଟା ଅଛନ୍ତି ସବୁ ମୋର ରିଲେସନ ସମସ୍ତେ ମୁଁ ତାଙ୍କୁ କହୁଛି ତମେ ଯୋଉଟା କିଛି କର ଗୁରୁ କାମ କର ପ୍ରଚାର ଯୋଉଟା କରୁଛି କର ମୋର କନଷ୍ଟିଟ୍ୟୁସନାଲି କ'ଣ ହବ ଲିଗାଲି କ'ଣ ହବ ଆର୍ଗୁମେଣ୍ଟ କ'ଣ ହବ ତମେ କରିପାରିବ ସେଟାକୁ ହେଲା କରିକି ଚାଲିଛୁ ଚାଲୁଛୁ ଏଇ ଗଲେ କ'ଣ ହବ ନହେଲେ କ'ଣଟା ହେଲା। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ହଉଛି ୱି ଆର୍ ପ୍ରାଉଡ୍ ଯେ ଭାରତ ଭିତରେ ସୌରା ଆଉ ସାନ୍ଥାଳୀ ଏ ଦୁଇଟି ଭାଷା ହିଁ ପ୍ରଥମେ ସ୍କ୍ରିପ୍ଟ ଇନଭେଣ୍ଟ କଲେ 700 ଟ୍ରାଇବାଲ ଲାଙ୍ଗୁଏଜ ପରେ ହେଲା ହିଷ୍ଟ୍ରିକାଲ ଫ୍ୟାକ୍ଟ ଏଟା। ଅନ୍ୟ ଗୁଡାକ ବହି ଶୁଣନ୍ତୁ ଯୋଉଟା ଲେଖିବେ ଲେଖନ୍ତୁ କିଛି ମନା ନାହିଁ ଯାହା ମାଇଣ୍ଡ ଲେଖୁଛି ଆମେ ତାଙ୍କୁ ଦଉଛି କି ତାଙ୍କୁ ଯେତିକି ବହି ଲେଖା ହେଲା ଭେରି ଏତେ ସୁନ୍ଦର ଲେଖିଛନ୍ତି ବହି ଯୋଉଟା କି ମୋ ପାଖରେ ଯେତିକି ବହି ସବୁର ଉପରେ ଅଛି ଯେତିକି ଇଂଲିଶରେ ଅଛି ଆମ ଓଡ଼ିଆରେ ଅଛି ଯେତିକି ଅଛି ଅନ୍ୟ କାହା ପାଖରେ ମୁଁ ତ ଖୋଜୁଛି ଖୋଜିଲେ ମତେ ମିଳୁନି ଯୋଉ ଫ୍ୟାକ୍ଟ ମୁଁ ଚାହୁଁଛି ଯୋଉଟା ମୁଁ ଜାଣିବାକୁ ଚାହୁଁଛି କିଏ ଲେଖୁନାହାନ୍ତି ଯେହେତୁ ସେମାନେ ପ୍ଲେସ୍ ଦେଇନାହାନ୍ତି ପେଜେସ୍ ସବୁ ବୁକ୍ ରିପିଟ୍ କଲେ ନା ଗୋଟେ ବହିର ପେଜଟାକୁ ରିପିଟ୍ କରୁଛନ୍ତି। ଯିଏ ଲେଖିବା ବହି ପ୍ରଥମେ ସେ ପ୍ଲେସ୍ କରିଛି କି ମିଥିକାଲ ୱେରେ ସେ କରିବାକୁ ଯାଇଛି କିନ୍ତୁ ଅଥେଣ୍ଟିସିଟି ଆପଣ ଯଦି କରିବେ ଅଥେଣ୍ଟିକ ଟୋଟାଲ ଅଥେଣ୍ଟିକ ହେଲା ସେ ହଉଛି ଭେରିୟର ଏଲିଭେନ୍ ଯିଏ ଲେଖିଲେ ବହି ହେଲା ସେମାନେ ହିଁ ଫ୍ୟାକ୍ଟ ଲେଖିଛନ୍ତି ଡିଫେକ୍ଟ ଦେଇନାହାନ୍ତି। ଆମ ଯୋଉ ଗଞ୍ଜାମରେ 3 ଜଣ ରହିଲେ ସେମାନେ ବଢିଆ ହିଷ୍ଟ୍ରିକାଲ ସୋସିଆଲ ଦେଇଛନ୍ତି ଏମାନେ ଇଂଲିଶରେ ଯୋଉ ରହିଛି ଏଲିଭେନ୍ ସେ ହଉଛି ସୁପର ମାନେ କୌଣସି କଥା ଲୁଚେଇନି ସେ ଅନ୍ୟମାନେ ଲୁଚେଇ ଦେବୁ ନା ଆରେ ଚୋର କ'ଣ ବୋଲେ ନାଇଁ ତ ଗମା କେମିତି ହବ ଆଉ ଭାରତ ଭିତରେ ତମ ଗମ ଭିତରେ କିଏ ଗଲା କିଏ ଜମା ଗଲ ନା ତମ ଗଲ କଥା ହଉଛି କହିକି ଏଗୁଡାକ ଆମେ କ୍ଲେମ କରିକି ଆମ କ'ଣ ସାର୍ଟିଫିକେଟ ଦେଇକି ଆମ ମୁଣ୍ଡ ମାରିବୁ ନା କ'ଣ କଥା ହଉଛି ୟୁ ହାଭ୍ ଟୁ ରିରାଇଟ୍ ହିଷ୍ଟ୍ରି ୟୁ ହାଭ୍ ଟୁ ରାଇଟ୍ ହିଷ୍ଟ୍ରି ରିରାଇଟ୍ ହବ କୋଉଠି ଇତିହାସ ଲେଖିନା ଆଉ ରିରାଇଟ୍ କେମିତି ହବ? ହିଷ୍ଟ୍ରିକାଲ ଫ୍ୟାକ୍ଟ ହଉଛି ହିଷ୍ଟ୍ରିକାଲ ଫ୍ୟାକ୍ଟ ହଉଛି ପ୍ଲେସ୍ ଗୁଣପୁର ଗଲେ ଯିବି ଆପଣଙ୍କ ପାଖକୁ ଯିବି ସାର୍। ଗୁଡ଼ା ରହୁଛି ଯାଉଛି ଏଠି ଭୁବନେଶ୍ୱର ରହୁଛି ଭୁବନେଶ୍ୱର କେତେବେଳେ ଯିବା ଆସିବା କରୁଛି ନା ଆମର ଫାଲ୍ଗୁନି ବାବୁ ନାହାନ୍ତି କି? ଆରେ ଫାଲ୍ଗୁନି ମୋର ଭାଇ ହଁ ଫାଲ୍ଗୁନି ତ ମତେ କହିଲେ ଫାଲ୍ଗୁନି ମୋ ଶଳାର ସାଙ୍ଗ ଫାଲ୍ଗୁନି ଆପଣଙ୍କ ସହିତ ବୁଲାବୁଲି କରେ ଭାଇ ହେଲେ ସେଇଥିପାଇଁ ମୁଁ କହିଲି ଦିଅ ଆଜ୍ଞା ଇଏ ଥିଲେ ଇଏ କରିବା ଆସନ୍ତୁ ଗୁଣପୁର ମୋ ଗାଁରେ ଇଏ କରିବା ନାଇଁ ଆପଣ ଯଦି ଆସିଲେ ମୁଁ ଦେଖିଦେବି ହେଲା ମୁଁ ଦେଖିଦେବି ହିଷ୍ଟ୍ରି କେମିତି ଲେଖା ହବ ୱିଥ୍ ଫ୍ୟାକ୍ଟ ହେଲା ରିଫରେନ୍ସ ହଉଛି ଆମର ରିଫରେନ୍ସ ହବ ପ୍ଲେସ୍ ପର୍ସନ ପର୍ପଜ କୋଉ ପ୍ଲେସରେ କୋଉ ପର୍ସନ ପାଇଁ ଆମେ ଲେଖିଲେ ପର୍ପଜ କ'ଣ ଥିଲା ଠିକ ତ ନାଟ ପେଜେସ୍ ଅଫ୍ ବୁକ୍ ବହିର ପେଜ ନୁହେଁ ହେଲା ବହିର ପେଜ ତ ଯେତିକି ଅଛି ବହି ମୋର ସେତେ ରିସର୍ଚ୍ଚ କରି ତ ଟୋଟାଲ ଇଏ ନେଇଯିବ 3000 ଟାଇଟଲ ମୋର 3000 ଟାଇଟଲ ଅଛି ବହି ମୋର ଯୋଉଟା ଚାହିଁଲେ ଖାଲି କାଗଜ ପତ୍ର ବହି ଆଉ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ଏଠି ତ ମୋର ଲାଇଫ ଷ୍ଟାଇଲ ହେଲେ ଏସବୁ କଥା ଭିତରେ ସେ ଯୋଉ ଇଏ କରୁଛନ୍ତି ଧରନ୍ତୁ ଆପଣ ମତେ ପଚାରିଲେ ହେଲା ଯାହା ମୁଁ ତଥ୍ୟ ଦେଲି ସେମାନେ ଡାଇରେକ୍ଟ ପଚାରିଲେ ନାଇଁ ଆମର ଇଏକା କଲା କେମିତି ହେଲା ତମେ ହିଷ୍ଟ୍ରିକାଲ ଆନ୍ଧ୍ରରେ ପଚାରିଲେ ଯଦି ତମେ ଲେଖିଲ ଗୁମ୍ଫାରେ ବକ୍ସ ସୃଷ୍ଟି ହେଲା ହେଲା ଏଠି ମନ୍ଦିର ଅଛି ଗୁମ୍ଫା କୋଉଠି ଅଛି ପଚାରିଲେ ଦେଖିପାରିଲେନି ମୁଁ 4 ବର୍ଷ ତଳେ ଯେତେବେଳେ କରିକି କହିଲି ଗୁମ୍ଫା ଦେଖିଲି ଆମ ଗାଁ ପାଖର ଅକ୍ଷର ସୃଷ୍ଟି କେମିତି କାହା ଉପରେ ବେଶ କରି ଧରନ୍ତୁ ଗୋଟେ ପିକ୍ଟୋଗ୍ରାଫି ହେଲା ପିକ୍ଟୋଗ୍ରାଫି ସ୍କ୍ରିପ୍ଟ ଆସିଲା ପିକ୍ଟୋଗ୍ରାଫି ଉପରେ ଯଦି ଲିପି ଆସିଲା ଶବ୍ଦ ଉପରେ ଶବ୍ଦ ଶବ୍ଦ ଇଏ ଲିପିଟା କେମିତି ହବ ସେ ଇନଭେଣ୍ଟ କିଏ କରିବ ଗୋଟେ ଶବ୍ଦ ଗୋଟେ ଦୃଶ୍ୟ ଅଦୃଶ୍ୟ ହେଲା ଇଏ ଭିତରେ ମୁଁ ଗୁମ୍ଫା ଦେଖେଇଲା ପରେ ସେ କହିଲେ ଆଜ୍ଞା ଗୁମ୍ଫା ଦୁଷୁନି ଦେଖାଯିବ ବୋଲି ଦେଖିଲା ପରେ ଆଶ୍ଚର୍ଯ୍ୟ କେମିତି ମୁଁ କହିଲି ଅକ୍ଷର ବ୍ରହ୍ମପୁର ଏଠି ସୃଷ୍ଟି ହେଲା
ତମର ଗୋଟେ ଅକ୍ଷର ଦେଖୁଛନ୍ତି, ଅକ୍ଷର ଗୋଟେ ପଥର ବିଶାଳ ପଥର ଅଛି, ସେ ପଥର ବିଚିତ୍ର ବିଚିତ୍ର ପଥର ବିଚିତ୍ର ପଥର ହେଲା। ସେ କଣ ହେଇଛି ବୁଝିଲେ, ସେଥିରେ ଅକ୍ଷର ପିକ୍ଟୋଗ୍ରାଫି ଅଛି, ହେଲେ ପିକ୍ଟୋଗ୍ରାଫି ନେଇକି ଲେଟର ସୃଷ୍ଟି ହେଲା, କିନ୍ତୁ ସେଗୁଡାକ ଗୋଟେ ଇଣ୍ଡିକେଟିଭ ପଥର ଗୁଡାକ ଏକଦମ ବିଚିତ୍ର ପଥର ଗୁଡାକ।